প্রতিটি চাষীଙ୍କର ଆଜି ହେଉଛି ପ୍ରଥମ ଅନୁକୂଳ ତେବେ ତାକୁ ନେଇକି ଆପଣ ପ୍ରତିକ୍ରିୟା କ'ଣ ରହିବ? ନାଇଁ ପ୍ରଥମ ତ ଆମର ଧରତୀ ମାଙ୍କୁ ପ୍ରଣାମ କରୁଛି ଯାହାଙ୍କ ପାଇଁ ଆମେ ଏ ଧରାପୃଷ୍ଠରେ ବଞ୍ଚିଛେ ତାକୁ ଆମେ ପ୍ରଣାମ କରୁଛୁ ଏବଂ ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଆଜି ଚାଷୀ କେମିତି ବଞ୍ଚିବ ତାର 12 ମାସର ଖାଦ୍ୟ କେମିତି ଯୋଗାଡ଼ କରିବ ସେଥିପାଇଁ ଆଜି ଏ ପର୍ବ। ଧରତୀ ମାଙ୍କର ଆମ ପ୍ରତି ଯେଉଁ ଆଶୀର୍ବାଦ ସମସ୍ତଙ୍କ ପ୍ରତି ରହୁ। ଆମ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆଜି ଯେଉଁ ଏଇ କାର୍ଯ୍ୟକ୍ରମ ଆୟୋଜନ କରିଛୁ ଏଇଥିରେ ଉପସ୍ଥିତ ଥିବା ଆମର ରବି ଭାଇ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ସମିତିର ସମସ୍ତ ସଦସ୍ୟ ଏବଂ ଆମର ସମସ୍ତ ଜନସାଧାରଣ ସମସ୍ତଙ୍କୁ ମୁଁ ମୋ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବି ଏବଂ ସମସ୍ତଙ୍କ ପାଇଁ ଧରତୀ ମାଙ୍କ ପାଖରେ ମୁଁ ଭିକ୍ଷା କରିବି କି ଆମ ଅଞ୍ଚଳରେ କମ୍ ସେ କମ୍ ଚାଷ ସମସ୍ତଙ୍କ ପାଇଁ ସମୃଦ୍ଧ ଆଣିଦେଉ, ସମସ୍ତେ ଆମେ ଭଲରେ ଚଳୁ ଏବଂ ଆମେମାନେ ମଧ୍ୟ ମହାପ୍ରଭୁଙ୍କ ପାଖରେ ଏତିକି ନିବେଦନ କରିବା କି ଆମ ନିର୍ବାଚନ ମଣ୍ଡଳୀ ଗୋଟେ ବିକଶିତ ନିର୍ବାଚନ ମଣ୍ଡଳୀ ହିସାବରେ ପରିଗଣିତ ହେଉ। ସେ ଚାଷ କ୍ଷେତ୍ରରେ ହେଉ, ଶିକ୍ଷା କ୍ଷେତ୍ରରେ ହେଉ, ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ, ସବୁ କ୍ଷେତ୍ରରେ କମ୍ ସେ କମ୍ ଆମେ ଆଗକୁ ଯିବା। ଏହା ହିଁ ଆମର ପ୍ରଭୁ ଜଗନ୍ନାଥ ପାଖରେ ଆମର ପ୍ରାର୍ଥନା। ଧନ୍ୟବାଦ। 12 ମାସର ଖାଦ୍ୟ ସଂଗ୍ରହ ପାଇଁ କ୍ଷେତରେ ଯାଇ ସେ ଆଜି ଅନୁକୂଳ କରିଥାଏ ତେବେ ଆପଣ ଜଣେ ଚାଷୀ ପୁଅ ତାକୁ ନେଇ କ'ଣ ପ୍ରତିକ୍ରିୟା ରହିବ ଆପଣଙ୍କ? ଆଜି ଏକ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ ଚାଷୀ ତାର ପ୍ରଥମ ଅନୁକୂଳ କରେ ଯାହାକି ତାର ମୁଠିଏ ଆରମ୍ଭ କରେ ଏବଂ ତାର ଚିନ୍ତା କରେ ଯେ ଆଜି ଅକ୍ଷୟ ତୃତୀୟାରେ ବୁଣିଲେ ଆମର ଅମଳ ଅଧିକ ଆସିବ। ତେଣୁ ସେହି ଆଶା ନେଇ ଆମେ ସମସ୍ତେ ଚାଷୀ ଆଜି ପ୍ରଥମେ ଅନୁକୂଳ କରିଦେବୁ ଏବଂ ଆଜିର ଦିନ ଏକ ପବିତ୍ର ଦିନ ଯେଉଁ ଦିନ କି ଆଜି ରଥଯାତ୍ରାର ଆଜି ଅନୁକୂଳ ହୁଏ। ତେଣୁ ଆଜି ଆମେ ସମସ୍ତେ ଖୁସିରେ ଅଛୁ ଏବଂ ଆଜି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବୁ ଯେ ଆମେ ସମସ୍ତେ ଆମେ ଚାଷୀଗଣ ଆଉ ଯେମିତି ଚାଷ ଆଗାମୀ ବର୍ଷରେ ଯେମିତି କୌଣସି ବାତାବରଣ ହୋଇ ଯେମିତି ଆମେ ଅମଳ ଠିକ୍ ଭାବରେ ପାଉ, ଏତିକି ଆମର କାମନା। ଆଜି ପବିତ୍ର ଅକ୍ଷୟ ତୃତୀୟା ଚାଷୀ ଭାଇମାନଙ୍କ ପାଇଁ ଏକ ପବିତ୍ର ଦିନ। ଆଜିର ଦିନରେ ଚାଷ ଅନୁକୂଳ କରି ଚଷା ପୁଅ। ଆଜିର ଦିନକୁ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ। ଓଡ଼ିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବା ବେଳେ ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅକ୍ଷିମୁଠି ଅନୁକୂଳ। ଏହି ଅବସରରେ ସାରସକଣା ବିଧାୟକ ଭାଦବ ହାସଦା ଚାଷ କାର୍ଯ୍ୟ ଆରମ୍ଭ କରି ବିଲରେ ଧାନ ମଧ୍ୟ ବୁଣିଥିଲେ। ତେବେ ଅକ୍ଷୟ ତୃତୀୟାକୁ କୃଷକମାନେ ବେଶ ଉତ୍ସାହ ସହକାରେ ପାଳନ କରନ୍ତି। ଆଜିର ଦିନରେ ଚଷା ପୁଅ ନିଜର କ୍ଷେତରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ଆଜିର ଦିନରେ ଚାଷୀମାନେ ନୂଆ ଧାନ ବିହନ ନେଇ ନିଜ କ୍ଷେତରେ ବୁଣି ହଳ କରି ଧରିତ୍ରୀ ମାତା ଓ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମୟୂରଭଞ୍ଜରୁ ମୁରାରୀ ମୋହନ ମହାପାତ୍ରଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।